ପିଲାମାନେ ଓଡ଼ିଆ ଅପସନାଲର ସିଲେକ୍ସନ କ୍ୱେଶ୍ଚନ ଆସିଗଲା। ଓଡ଼ିଆ ଅପସନାଲର 2026ର ବୋର୍ଡ ପରୀକ୍ଷାର ପ୍ରଶ୍ନ କ'ଣ ଆସିପାରେ? କ୍ୱେଶ୍ଚନ ସିଲେକ୍ସନ କ୍ୱେଶ୍ଚନ ଆମେ ଦେଖିବା ଏବଂ ସିଲେକ୍ସନ କ୍ୱେଶ୍ଚନ ଦେଖିବା ପୂର୍ବରୁ ଆମେ ଟିକିଏ ସିଲାବସ୍ କ୍ୱେଶ୍ଚନ ପ୍ୟାଟର୍ନ ଟିକେ ଲକ୍ଷ୍ୟ ରଖିବା। ତମର ପିଲାମାନେ ଏଇଠି ଯେଉଁ ଆସିବ ତମର ଦେଖ ଏମସିକ୍ୟୁ ପ୍ରଶ୍ନ କିମ୍ବା ୱାନ୍ ୱାର୍ଡ ୱାନ୍ ଲାଇନର ଆନ୍ସର 21ଟି ଆସିବ ଏବଂ ତମର 2 ମାର୍କିଆ ପ୍ରଶ୍ନ 8ଟି, 3 ମାର୍କିଆ ପ୍ରଶ୍ନ 6ଟି, 5 ମାର୍କିଆ ପ୍ରଶ୍ନ 5ଟି ଆସିବ। ତ ଦେଖିବା ସିଲେକ୍ସନ ପ୍ରଶ୍ନ କ'ଣ ଅଛି। ତା ପୂର୍ବରୁ ଦେଖ ପିଲାମାନେ ତମର ଆଧୁନିକ କବିତା ସେଇଟା ଇଣ୍ଟରନାଲ ଏକ୍ଜାମରେ ଆସିଯାଇଛି। ତେଣୁ ବର୍ତ୍ତମାନ ତମ ଗ୍ରୁପ ଏରେ ଆସିବ ପ୍ରାଚୀନ ମଧ୍ୟକାଳୀନ କବିତା ଆସିବ, ଠିକ୍ ଅଛି। ଏବଂ ଗ୍ରୁପ ବିରେ ଆସିବ ପ୍ରବନ୍ଧ ବିଭାଗ, ପ୍ରବନ୍ଧ ଆସିବ ଏବଂ ଗ୍ରୁପ ସିରେ କ୍ଷୁଦ୍ର ଗଳ୍ପ ଆସିବ। ତିନିଟା ଯାକର ତମର ଗୋଟିଏ ପାଟର୍ନ ରହିବ। ପ୍ରବନ୍ଧର ଯାହା ପାଟର୍ନ ରହିବ କ୍ୱେଶ୍ଚନ ପ୍ୟାଟର୍ନ, କବିତାର ବି ସେଇଆ ଏବଂ କ୍ଷୁଦ୍ର ଗଳ୍ପର ବି ସେଇଆ। କ'ଣ ପ୍ୟାଟର୍ନ ରହିବ ନା ତମର ଏମସିକ୍ୟୁ ପଡ଼ିବ 3ଟି, ଗୋଟିଏ ବାକ୍ୟରେ ଉତ୍ତର ଦିଅ 2ଟି ପଡ଼ିବ ପ୍ରଶ୍ନ, 2ଟି ବାକ୍ୟରେ ଉତ୍ତର ଦିଅ 2ଟି ପ୍ରଶ୍ନ ଏବଂ ତାପରେ 3 ମାର୍କିଆ ପ୍ରଶ୍ନ 2ଟି ପଡ଼ିବ ଏବଂ 5 ମାର୍କିଆ ପ୍ରଶ୍ନ 1 ପଡ଼ିବ। ଏବଂ ତମର ବ୍ୟାକରଣ, ଅଳଙ୍କାରର ସଂଜ୍ଞା, ସ୍ୱରୂପ, ଲକ୍ଷଣ ଏଗୁଡ଼ିକ ପଡ଼ିବ, ସନ୍ଧି ପଡ଼ିବ, ଉପସର୍ଗ ପଡ଼ିବ। ଅଳଙ୍କାର ଗୁଡ଼ିକରୁ 2ଟି ପ୍ରଶ୍ନ ଲଙ୍ଗ କ୍ୱେଶ୍ଚନ ପଡ଼ିବ। ତେଣୁ ଆମେ ଦେଖିବା କ'ଣ ଲଙ୍ଗ କ୍ୱେଶ୍ଚନ ଅଛି ତମର ସିଲେକ୍ସନରେ। ଦେଖ ପିଲାମାନେ ଗ୍ରୁପ ଏରେ ସିଲେକ୍ସନରେ କ'ଣ ଅଛି? ପ୍ରାଚୀନ ମଧ୍ୟକାଳୀନ କବିତା। ପ୍ରଥମ ସିଲେକ୍ସନ ଅଛି ପିଲାମାନେ ପରଶୁରାମ ଭେଟ, ବହୁତ ଇମ୍ପୋର୍ଟାଣ୍ଟ ତମର ପରଶୁରାମ ଭେଟ କବିତା ଏବଂ ଏହାର ବୈଶିଷ୍ଟ୍ୟ ପ୍ରତିପାଦନ କର। ପିଲାମାନେ ପରଶୁରାମ ଭେଟର କବିତାର ବୈଶିଷ୍ଟ୍ୟ ଜଣେ ଜାଣିନିଅ, ସାର କଥା ଯଦି ଜାଣିନିଅ ତାହେଲେ କୌଣସି ପ୍ରଶ୍ନ ପଡ଼ିଲେ ତମେ ଆନ୍ସର ଦେଇପାରିବ। ତେଣୁ ପରଶୁରାମ ଭେଟ କବିତାଟି କରିଦେଇଥିବ। ଧୀରେ ରାଧା କର ଧରି କବିତାରେ କବିଙ୍କର ଆଦର୍ଶ ଭକ୍ତି ଭାବରେ ଆଲୋଚନା କର, ଏହାକୁ ମଧ୍ୟ କରିଦେଇଥିବ। ତାପରେ ପ୍ରାଚୀନ ମଧ୍ୟକାଳୀନ କବିତାରେ ଅଛି ସିଲେକ୍ସନ ଉଠ ନିଶି ପାହିଲା କବିତା ନାଇଁ। ଆଉ କ'ଣ ଅଛି ନା ଛଳୋକ୍ତିରେ ଗୋପୀମାନଙ୍କର ଅଭିମାନକୁ କବି ଗୌରଚରଣ କିପରି ବର୍ଣ୍ଣନା କରିଛନ୍ତି ଆଲୋଚନା କର, ଠିକ୍ ଅଛି। ଗୋପୀମାନଙ୍କର ଅଭିମାନକୁ କବି ଗୌରଚରଣ କିପରି ବର୍ଣ୍ଣନା କରିଛି ଆଲୋଚନା କର। ଗ୍ରୁପ ବି ଦେଖିବା ଆମେ ପ୍ରବନ୍ଧ ବିଭାଗରେ କ'ଣ ଅଛି ସିଲେକ୍ସନ ପ୍ରଶ୍ନ। ପ୍ରବନ୍ଧ ବିଭାଗରେ ପ୍ରଥମେ ସତ୍ୟମେବ ଜୟତେ, ପିଲାମାନେ ସତ୍ୟମେବ ଜୟତେ ଏକ ବ୍ୟଙ୍ଗାତ୍ମକ ରଚନା, ବ୍ୟଙ୍ଗ କରିକିରି ରଚନା ସତ୍ୟମେବ ଜୟତେ, ତାକୁ ବର୍ଣ୍ଣନା କରିବ। ତାପରେ ଆଉ ଗୋଟେ ପ୍ରଶ୍ନ ଅଛି ଛୋଟ ହିଁ ସୁନ୍ଦର ପ୍ରଶ୍ନ, ସମାଜର ବିକାଶ ମଣିଷର ଉନ୍ନତି ପାଇଁ ପ୍ରକୃତିକୁ ପୁଣି ମା ପରି ଉପାସନା କରାଯିବା ଆବଶ୍ୟକ। ପଠିତ ପ୍ରବନ୍ଧର ଅବଲମ୍ବନରେ ସତ୍ୟାସତ୍ୟ ବିଚାର କର, ମାନେ ଛୋଟ ହିଁ ସୁନ୍ଦର ପ୍ରିପେୟାର କରିଦେବ। ଆଉ ଗୋଟେ ପ୍ରଶ୍ନ ସମାନତା, ସ୍ୱାଧୀନତା, ଭାତୃତ୍ୱ, ଏଇ ପ୍ରବନ୍ଧଟିକୁ କରିଦେବ। ପ୍ରାବନ୍ଧିକଙ୍କର ମତାମତ ଆଲୋଚନା କର। ଗ୍ରୁପ ସି କ୍ଷୁଦ୍ର ଗଳ୍ପରେ ତମର ଆସିବ ପକ୍ଷାଘାତ ଗଳ୍ପର ସାର୍ଥକତା ବିଚାର କର, ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ। ଆଉ ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ ପାଳନ ସମ୍ପର୍କରେ ହାସ୍ୟାତ୍ମକ ଶୈଳୀରେ ଯେମିତିକି ଗାଳ୍ପିକ ଆଲୋଚନା କରିଛନ୍ତି ତାକୁ ମତାମତ ବ୍ୟକ୍ତ କର। ଏବଂ ଆଉ ଗୋଟିଏ କ୍ଷୁଦ୍ର ଗଳ୍ପ ବାଉଁଶ ରାଣୀ, ଏଟା ମଧ୍ୟ ଦିଆଯାଇଛି ସିଲେକ୍ସନ, ତେଣୁ ତାକୁ ମଧ୍ୟ କରିଦେଇଥିବ, କିନ୍ତୁ ଏଇ 2ଟି ମେନ୍ ସିଲେକ୍ସନ। ତାପରେ ଦେଖିବା ଗ୍ରୁପ ଡି ବ୍ୟାକରଣ ବିଭାଗରେ ପ୍ରଥମ ପ୍ରଶ୍ନ এইଗୁଡ଼ିକ କରିଦେବ, ନିହାତି 2ଟି ପ୍ରଶ୍ନ ଆସିବ। এই 5ଟିରୁ 2ଟି ପ୍ରଶ୍ନ ନିହାତି ଆସିବ। ଅନୁପ୍ରାସ ଅଳଙ୍କାରର ସଂଜ୍ଞା, ସ୍ୱରୂପ, ଦୃଷ୍ଟାନ୍ତ ସବୁ ଦର୍ଶାଅ। এই ପ୍ରଶ୍ନ ଗୁଡ଼ିକର ଉତ୍ତର ସବୁ ଆମେ ଆଲୋଚନା କରିବା, ଚିନ୍ତା କରିବା ଦରକାର ନାହିଁ। 2 ନମ୍ବରରେ ସଂଜ୍ଞା ଓ ସ୍ୱରୂପ ନିର୍ଦ୍ଦେଶ କରି ଶ୍ଲେଷ ଅଳଙ୍କାର ଦୃଷ୍ଟାନ୍ତ ଦିଅ, ମାନେ ଶ୍ଲେଷ ଅଳଙ୍କାର ତାପରେ ଉପମା ଅଳଙ୍କାର ବି କରିଦେଇଥିବ। ଏହାର ଉପମା ଅଳଙ୍କାରର ସଂଜ୍ଞା, ସ୍ୱରୂପ ଉଦାହରଣ ଦେଇ ଦର୍ଶାଅ। ଉତ୍ପ୍ରେକ୍ଷା ଅଳଙ୍କାର ମଧ୍ୟ କରିଦେଇଥିବ,
ଯେଉଁଟାକି ସଦୃଷ୍ଟାନ୍ତ ସହ ବ୍ୟାଖ୍ୟା କର ଆଉ ସଂଜ୍ଞା ସ୍ୱରୂପ ନିର୍ଦ୍ଦେଶ କର କାହାର ବିଭାବନା ଅଳଙ୍କାର। ତେଣୁ ଗ୍ରୁପ୍ ଡି ମଧ୍ୟ ବ୍ୟାକରଣ ବିଭାଗ ମଧ୍ୟ କରିଦେଇଥିବ। ପିଲାମାନେ ଦେଖ, ଆମେ ଯେଉଁ ଓଡ଼ିଆ ଅପସନାଲର ଯେତିକି ବି ପ୍ରଶ୍ନ ଆମେ ଆଲୋଚନା କଲୁ ସେଗୁଡ଼ିକ ସବୁ 5 ମାର୍କିଆ ପ୍ରଶ୍ନ। 5 ମାର୍କିଆ ପ୍ରଶ୍ନ 5ଟି ଆସୁଛି, ମାନେ କ୍ଷୁଦ୍ର ଗଳ୍ପରୁ ଗୋଟିଏ, ପ୍ରବନ୍ଧ ବିଭାଗରୁ ଗୋଟିଏ, କବିତାରୁ ଗୋଟିଏ ଏବଂ 2ଟି ବ୍ୟାକରଣ ବିଭାଗର ପ୍ରଶ୍ନ। ତେଣୁ ଏ 5ଟି ପ୍ରଶ୍ନ ପାଇଁ ତୁମର ସିଲେକ୍ସନ୍ ପ୍ରଶ୍ନ ଦିଆଗଲା, ତାକୁ କରିଦେବ। ସମସ୍ତଙ୍କୁ ସେୟାର କରିବ। ରହିଲି। ବନ୍ଦେ ଉତ୍କଳ ଜନନୀ।